ଆମର ଓଡିଆ ଭାଷାରେ ଯେତେବେଳେ ଆମେ ସାହିତ୍ୟରେ ଆମେ ନାରୀ, ଲଳନା, କାମିନୀ ଏମିତି ଅନେକ ଶବ୍ଦ ନାରୀ ମାନଙ୍କ ପାଇଁ ଆମେ ବ୍ୟବହାର କରୁଛୁ। କିନ୍ତୁ ଆମର ଆଞ୍ଚଳିକ ଶବ୍ଦ ବି ବହୁତ ଅଛି, ଯୋଉଟା କି ଯଦି ବା ଲୋକତୁଣ୍ଡରେ ବ୍ୟବହାର ଅଛି, କିନ୍ତୁ ସେଇଟା ଆମର ସାହିତ୍ୟକୁ ପ୍ରାୟ ବହୁତ ଅଳ୍ପ ଆସିଥାଏ। ତେଣୁ ତାକୁ ଆମେ କେମିତି ବଞ୍ଚେଇକି ରଖିବା, ସେଥିପାଇଁ ଆମର ଆଜିର ପ୍ରୟାସ। ଆଉ ଆଜି ମୋ ସହିତ ଅଛନ୍ତି ଆମର ସମୀର ଭାଇ, ସମୀରୁଲ୍ଲାହ ଖାନ, ତାଙ୍କ ଘର ହଉଛି କଳାହାଣ୍ଡି। ତେଣୁକରି ଆମର କଳାହାଣ୍ଡିର ଯୋଉ କଥିତ ଶବ୍ଦ ସବୁ ଯାକ ଟିକେ ଆମେ ଦେଖିବା। ପ୍ରଥମତଃ ହଉଛି ଗୋଟେ ଶବ୍ଦ ବର୍ତ୍ତମାନ ଆପଣ ଶୁଣିଥିବେ, ନନି। ନନି ଶବ୍ଦ ସହିତ ସମସ୍ତେ ପରିଚିତ ହେଇଗଲେ ଯେତେବେଳେ ଗୋଟେ ପ୍ରସିଦ୍ଧ ହେଇଗଲା ଗୋଟିଏ ପୁରୁଣା ଗୀତଟିଏ, ସେଇଟା ହଉଛି କୋରାପୁଟର ଗୀତଟିଏ। ସେଇଟା ଥିଲା, ମୁଇଁ ଗାଁ ଛାଡି କରି ଆସିଲା ବେଲକେ କେନ୍ତା ପାଶରି ଦେଲୁରେ ନନି ଛି ରେ ଛି। ତ ନନି କାହାକେ କହିସନ୍? ଟୁକେଲ କେ କହିସନ୍। ତ ନନି କହିଲେ ଟୁକେଲ ମାନେ ଝିଅ ଯେ ବିହା ହେଇନଥାଏ, ତ ତାକେ କହିସନ୍ ନନି କହିସନ୍। ତ ଏଇ ଯୋଉ ନନି ଶବ୍ଦଟା ଏଇଟା କୋଉଠୁ ଆସିଲା? ନନି ଶବ୍ଦ ଆମର ଆସିଲା ଯୋଉ ନନ୍ଦିନୀ ଶବ୍ଦରୁ। ଆମର ଯୋଉ ରାଜନନ୍ଦିନୀ ଅର୍ଥାତ ରାଜାଙ୍କ ଝିଅ, ସିନ୍ଧୁ ନନ୍ଦିନୀ ଅର୍ଥାତ ସମୁଦ୍ର ଦେବତାଙ୍କର ଝିଅ, ଯିଏକି ଆମର ଲକ୍ଷ୍ମୀ। ତେଣୁକରି ନନ୍ଦିନୀ କହିଲେ ଆମେ ଝିଅକୁ ହିଁ ବୁଝିଥାଉ। ତ ନନି କହିଲେ ଝି କେ କହିସନ୍ ପରେ, ଝି କେ କହିସନ୍ ଟୁକେଲ। ହଁ, ଝି ବି କହିସନ୍, ଟୁକେଲ ବି କହିସନ୍, ନନି ବି କହିସନ୍, ପୁଇ ବି କହିସନ୍। କିନ୍ତୁ ବିହା ହେଲା ପରେ କାଣା କହିସନ୍? ମାଇଝି କହିସନ୍। ବିହା ହେଲା ପରେ ମାଇଝି କହିସନ୍। ଡକରି କାହାକେ କହିବା? ତୁଇ ମୋର ଡକରି ଆଉ ମୁଇଁ ତୋର ଡକରା, ଏଟା ବି କହିସନ୍ ପରେ। ହଁ, ତ ବିହା ହେଲା ତାକେ ମାନେ ସ୍ତ୍ରୀ। ଆଉ ଗୋଟେ କହିସନ୍ ଧାଙ୍ଗଡି କହିସନ୍। ଧାଙ୍ଗଡି କାହାକେ କହିସନ୍? ହେଟା ବି ଟୁକେଲ କେ କହିସନ୍। କିନ୍ତୁ ଯୁବତୀ, ଯୁବତୀ। ଏତେ ଆମର ଅନେକ ଶବ୍ଦାବଳୀ ଅଛି ଗ୍ରାମୀଣ ଉଚ୍ଚାରଣରେ ମଧ୍ୟ, ଆମର କଥିତ ଭାଷାରେ ମଧ୍ୟ। ତାକୁ ଯଦି ଆମେ ସାହିତ୍ୟକୁ ଆଣିପାରିବା, ତାହେଲେ ତାହା ମଧ୍ୟ ଆମର ଗୀତକୁ ବହୁତ ପ୍ରସିଦ୍ଧ କରିଦବ। ଯେମିତି ଆପଣ ଗୋଟେ ଗୀତ ଶୁଣିଥିବେ ଆମର ଅକ୍ଷୟ ମହାନ୍ତିଙ୍କର, ଯା ଯାରେ ଭାସି ଭାସି ଯା, ଶୁଣିଛନ୍ତି? ଗାଇକ ଟିକେ ଦେଖାଅ ତ। ଡଙ୍ଗା ଭାସି ଯା ସେଇ ଗୀତଟା। ହଁ, ତ ତା ଦେହରେ ଦେଖିଏ ଅକ୍ଷୟ ମହାନ୍ତି ପ୍ରୟୋଗ କରୁଛନ୍ତି ନନି ଶବ୍ଦକୁ। ନନି କହରେ କେଡେ ନିର୍ଦୟ, ତୋ ବାପା ମା ତତେ ଏ ଯାଇ ଦେଲେ ନିବାହା। ତ ତା ଦେହରେ କେତେ ସୁନ୍ଦର ଭାବରେ, ସିଏ କେତେ କମନୀୟ ଭାବରେ ସେ ଯୋଉ ନନି ଶବ୍ଦକୁ ପ୍ରୟୋଗ କରିଛନ୍ତି, ଆଉ ସେ ଗୀତ ମଧ୍ୟ ପ୍ରସିଦ୍ଧ ହେଲା। ତେଣୁକରି ଆପଣଙ୍କ ଯୋଉ ଆଞ୍ଚଳିକ ଶବ୍ଦ ସବୁ ଅଛି ତାକୁ ପ୍ରୟୋଗ କରନ୍ତୁ। ଏବେ ଗୋଟେ ଚାଲିଛି କଣ ନା, ଆମର ଗୋଟେ ଧାରା ଆରମ୍ଭ ହେଇଗଲାଣି, ସବୁ ବୈଦେଶିକ ଶବ୍ଦକୁ ଆରମ୍ଭ କରିଦଉଛନ୍ତି। ତ ବୈଦେଶିକ ଶବ୍ଦ ପ୍ରୟୋଗ କଲେ ସେଇଟା କ୍ଷଣିକ, 2-4 ଦିନ ହୁଏତ କାହାକୁ ଭଲ ଲାଗିପାରେ, ତାପରେ ସେଟା ହଜି ଯାଉଛି। କିନ୍ତୁ ଯଦି ଗୋଟେ ଗୀତକୁ କାଳଜୟୀ କରିବାର ଅଛି, ତାହେଲେ ଲୋକତୁଣ୍ଡରେ ଯୋଉ ଶବ୍ଦ ସବୁ ପ୍ରଚଳିତ ଅଛି ତାକୁ ଶିଖନ୍ତୁ, ତାର ପ୍ରୟୋଗର ବିଧି ବିଧାନ ସବୁ ବୁଝନ୍ତୁ, ଆଉ ସେଇ ପ୍ରକାରରେ ସାହିତ୍ୟ ଧାରାକୁ ତାକୁ ନେଇ ଆସନ୍ତୁ। ଆଉ ଆପଣଙ୍କର ଗୀତ ନିଶ୍ଚିତ ରୂପେ କାଳଜୟୀ ହଉ, ଯେମିତିକି ଆମର ଯା ଯାରେ ଭାସି ଭାସି ଯାଟା ହେଇଛି। ତାପରେ ଆମର ଏଇ ଯୋଉ ନନି ଶବ୍ଦ କେନ୍ତା କରି ହେଲା, ଏଇଟା ଆମର ପର୍ସନ ଆଏ। ତ ଆମର ଗୋଟେ ଶବ୍ଦ ଅଛି ଯୋଉ ନନ୍ଦିନୀ। ଆଞ୍ଚଳିକ ଶୈଳୀରେ ଆମେ କଥାବାର୍ତ୍ତା କରୁଛୁ, ସେତେବେଳେ ଯୁକ୍ତାକ୍ଷର ଗୁଡିକ ପ୍ରୟୋଗ ହୁଏ ନାହିଁ। ଯେମିତିକି ଆପଣଙ୍କର ଅଛି ମୁଣ୍ଡିଆ। ମୁଣ୍ଡିଆଟାକୁ କହନ୍ତି ମୁଡିଆ କହି। ଯେତେବେଳେ ଗୋଟେ ଖଣ୍ଡିଆ ହେଇଯାଉଛି, ସେତେବେଳେ ତାକେ କହିସନ୍ ଖଣିଆ, ଖଣିଆ କହିସନ୍। ଖଣିଆ କହିସନ୍। ତ ମୁଣ୍ଡିଆ ଶବ୍ଦରେ ହେଇ ନ ଡଣ୍ଡ, ତାର ଣ ଚାଲିଗଲା, ଖାଲି ଡ ରହିଗଲା ଯୁକ୍ତାକ୍ଷରରୁ। ଆଉ ଖଣ୍ଡିଆ ଶବ୍ଦରେ ଡ ଚାଲିଗଲା, କେବଳ ଣ ରହିଗଲା। ତେଣୁକରି ମୁଣ୍ଡିଆ ହେଇଗଲା ମୁଡିଆ, ଆଉ ଖଣ୍ଡିଆ ହେଇଗଲା ଖଣିଆ। ଠିକ ସେମିତି ଯେତେବେଳେ ଆମେ ନନ୍ଦିନୀ କହୁଛୁ, ନନ୍ଦିନୀର ନ ଦନ୍ ଦ, ସେ ଯୋଉ 2ଟା ଅକ୍ଷର ଥିଲା, ତା ଦେହରୁ ଦ ଅକ୍ଷରଟା ଚାଲିଗଲା, ଖାଲି ନ ରହିଗଲା। ଆଉ ନନ୍, ଆଉ ତାପରେ ଆସିଲା ନି, ନନି ହଉ ସେଟା ନନି ହେଇଗଲା। ତ ଏଇ ଯୋଉ ନନି ଶବ୍ଦ ପ୍ରାୟ ଆମର ଓଡିଶାର ସବୁ ଅଞ୍ଚଳର ଗ୍ରାମୀଣ ଶବ୍ଦରେ ଆମେ ଦେଖିବାକୁ ପାଉ। ଆଉ ଯୋଉଠି ଯେତେ ଶିକ୍ଷା ହାର ବଢିଗଲା, ଧୀରେ ଧୀରେ ସେ ଶବ୍ଦକୁ ପାଶୋରି ଦେଲେ। ଆମର ଯେତେବେଳେ ଆମେ ଯାଉଛୁ ମୟୂରଭଞ୍ଜକୁ, ମୟୂରଭଞ୍ଜରେ ଆମେ ଶୁଣୁଛୁ ଗୋଟେ ଯୋଉ ବାଥୁଡି ଓଡିଆ ଅଛି, ସେଥିରେ ବି ସେଇ ନନି ଶବ୍ଦର ପ୍ରୟୋଗ ହୁଏ। ମୟୂରଭଞ୍ଜର ଲୋକଗୀତରେ ଗୋଟେ ଗୀତ ଶୁଣିବାକୁ ମିଳେ ଯେ, ନନି ଶୁଣବୁ ନା ତ ଡେବ୍ରି ନାକର ଫୁଲଗୁନା। ସେଠି ବି ନନି ଶବ୍ଦ ପ୍ରୟୋଗ ହଉଛି। ତେଣୁକରି ନନି ଶବ୍ଦ ଆମର ଓଡିଶାର ସବୁ ଅଞ୍ଚଳରେ ଆମେ ତାକୁ ଶୁଣିବାକୁ ପାଇଥାଉ। ଉତ୍ତରରେ ଶୁଣୁଛୁ, ଦକ୍ଷିଣରେ ଶୁଣୁଛୁ, ଆମର ପଶ୍ଚିମରେ ଶୁଣୁଛୁ, ପୂର୍ବରେ ଶୁଣୁଛୁ। ଆଉ ଗୋଟେ ଶବ୍ଦ ଅଛି ଆମର
ତିର୍ଲା ତିର୍ଲା তোমার এটা কয়সন কে আটা ତିର୍ଲା ମାନେ ସେଇ ଝିକେ କଇସନ୍ ତିର୍ଲା ହାଡ଼େ ତ ନେଇ আর ଅନ୍ୟ ডিস্ট্রিক্ট বলଥିବେ ଆଉ ହଁ ତ ଆପଣଙ୍କ ଅଞ୍ଚଳରେ ଯୋଉ ଯୋଉ ଶବ୍ଦ ନାରୀମାନଙ୍କ ପାଇଁ ଯେତେବେଳେ ପ୍ରୟୋଗ ହଉଛି ତାକୁ ଯଦି ପାରିବେ ତ ଆମର ଅର୍ଥ ସହିତ କେଉଁ ଅର୍ଥରେ ଆଉ କୋଉ ପରିପ୍ରେକ୍ଷୀରେ ତାକୁ ବ୍ୟବହାର କରାଯାଏ ସେ ସମ୍ପର୍କରେ ଆପଣ ଦୟାକରି ଟିପ୍ପଣୀରେ ଜଣାଇବେ।